ମାଲକାନଗିରି ଜିଲ୍ଲାରେ ସରକାରୀ ଚାକିରି ଦେବା ନାଁରେ ଚାଲିଥିବା ଏକ ଠକେଇ ଚକ୍ରର ପର୍ଦ୍ଦାଫାଶ କରିଛି ମାଲକାନଗିରି ପୋଲିସ। ଏହି ଘଟଣାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ 3ଟି ମୋବାଇଲ ଫୋନ୍ ଓ ନକଲି ନିଯୁକ୍ତି ବିଜ୍ଞାପନ ପ୍ରଚାରପତ୍ର ଜବତ କରାଯାଇଛି। ପୋଲିସ ସୂଚନା ଅନୁସାରେ 4 ଅଗଷ୍ଟ 2026 ତାରିଖରେ ମାଲକାନଗିରି ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଜଗତସିଂହପୁର ଜିଲ୍ଲାର ବିଶ୍ୱଜିତ ଜେନା ନାମକ ବ୍ୟକ୍ତି ନକଲି ନିଯୁକ୍ତି ମେଳା ନାଁରେ ପ୍ରଚାରପତ୍ର ବଣ୍ଟନ କରି ସ୍ୱାସ୍ଥ୍ୟ ବିଭାଗର ସିକ୍ୟୁରିଟି ଗାର୍ଡ, ହେଲ୍ଥ ୱାର୍କର ସମେତ ବିଭିନ୍ନ ପଦବୀର ଚାକିରି ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ସରକାର କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରକାର ଅନୁମୋଦନ ପାଇନଥିବା ସତ୍ତ୍ୱେ ବେକାର ଯୁବକମାନଙ୍କୁ ଚାକିରିରେ ପ୍ରଲୋଭନ ଦେଇ ଟଙ୍କା ଠକିବା ଉଦ୍ଦେଶ୍ୟରେ ଏହି ଯୋଜନା ଚଳାଇଥିବା ପୋଲିସ କହିଛି। ଏହି ମାମଲାରେ ତଦନ୍ତ ମାଲକାନଗିରି ଥାନା ଆଇଆଇସି ଦେବଦତ୍ତ ମଲ୍ଲିକ କରୁଛନ୍ତି। ଘଟଣାର ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଆମେ ଗୋଟେ ଖବର ପାଇଲୁ ଯେମିତି ଜବ୍ ଫ୍ରଡ୍ ଯେଉଁଟାକି ମାଲକାନଗିରିକୁ ଇନଫର୍ମ କରୁଛୁ ବୋଲି, ତ ସେଇଥିପାଇଁ କି ଏସ୍ପି ସାର୍ଙ୍କ ଇନଫର୍ମେସନ୍ ଅନୁସାରେ ଆମେ ପ୍ରୋଆକ୍ଟିଭଲି ତାକୁ ପ୍ରଥମେ ଆମେ ହ୍ୟାଣ୍ଡେଲରେ ଫେସବୁକ୍ ହ୍ୟାଣ୍ଡେଲରେ ଆମର ଯେଉଁ ଏସ୍ପି ମାଲକାନଗିରିଙ୍କର ଅଛି ସେଠି ଆମେ ଛାଡ଼ିଥିଲୁ ଯେ ଏମିତି ଜବ୍ ଫ୍ରଡ୍ ହେଉଛି, ଯେଉଁ ଆଡ଼ଭର୍ଟାଇଜମେଣ୍ଟ ବେସିସ୍ରେ ଫ୍ରଡ୍ ପାଇଁ ଯେଉଁ ଆଲର୍ଟ କରିଥିଲୁ ଆମେ, ତ ସେଇଟା କଲା ପରେ ତାପରେ ଆମେ ଦେଖିଲୁ ଖୋଜିବାକୁ ବାହାରିଲୁ ଯେ କିଏ ଏମିତି ଜବ୍ ଫ୍ରଡ୍ର ଶିକାର ହେଇଛନ୍ତି ବୋଲି। ତ ସେମିତି ଯେତେବେଳେ ନ ପାଇଲୁ ଆମେ ସଡନ୍ଲି ଆମ ପୋଲିସ ଥ୍ରୋରେ ହିଁ ଏଫଆଇଆର୍ ରୁଜୁ କରିଥିଲୁ, ଯେଉଁଟା 4 ଅଗଷ୍ଟରେ ଆମେ ନିଜେ ସୋମଟ ଏଫଆଇଆର୍ ରୁଜୁ କରିଥିଲୁ ଏବଂ କଲା ପରେ ଇମିଡ଼ିଏଟଲି ଟିମ୍ ବୁକ୍ କରିଥିଲୁ ଯେ ଯେଉଁ ନମ୍ବରରେ ସେମାନେ ଦେଇଥିଲେ ବା କଣ୍ଟାକ୍ଟ କରିଥିଲେ, ତ ସେଇ ବେସିସ୍ରେ ଆମେ ଭୁବନେଶ୍ୱରରୁ ଜଣକୁ ଆମେ ଆରେଷ୍ଟ କରିଛୁ। ତାଙ୍କ ନାଁ ହେଉଛି ବିଶ୍ୱଜିତ ଜେନା। ଏବେ ସେ ଆଜି ଫରୱାର୍ଡ଼ ହେଇଯିବେ ଏବଂ এই ବେସିସ୍ରେ ଇନଭେଷ୍ଟିଗେସନ୍ ଚାଲୁ ଅଛି। ତାଙ୍କ ସହିତ 3ଟା ମୋବାଇଲ୍ ସିଜ୍ ହେଇଛି ଏବଂ କିଛି ଆକାଉଣ୍ଟସ୍ ବି ଡିସକ୍ଲୋଜ୍ କରାଯାଇଛି, ଦେଖାଯାଇଛି। ଧୀରେ ଧୀରେ ଆମେ ତାକୁ ବି ଫ୍ରିଜ୍ କରିବୁ। ମାଲକାନଗିରି ଜିଲ୍ଲାରୁ ବାଦଲ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଓଡ଼ିଶା।